खुशी रे ଭଲ ଅଛ ଆଜି ଏତେ ସୁନ୍ଦର ଦେଖାଯାଉଛୁ भाई भाई संपत्ति भागवटा को नहीं बापा माँ को भागवटा देती परम रूप से संपत्ति अधिकार परिवार पर बापा माँ करना को जगह जो छाड़ी दियंती एभली परिवार द्वारा जो पढ़ाते जो परामर्श दियंती वर्तमान को साधन करियो किसी आर्थिक अंतर्जातिक माध्यमिक क्षेत्र किसी मातृ दिवस अवसर मध्यासन समस्त अतिथिवृंद अतिथ्य कहने को भल लगे मैंने स्वास्थ्य को कौन कहबी मो पाखे भाषा ना मुझे बापा मत कहते जे बाबूरे भगवान के तौर को आसती ये दिवस पालन कर उद्देश्य माने पूर्व ग्रीस रु आरंभ होता प्राचीन ग्रीस रु आरंभ होता किंतु रेकर्डिकली अमेरिका रु आरंभ होला राष्ट्रपति घोषणा करते कहीं जड़े बालिका थे माँ को बहुत भल पाते माँ को सेवा करते स्मृति रखते स्मृति उद्देश्य कि दुखर विषय आम आज स्मृति परिवर्ते सचेतनतार कार्यक्रम हाथ को लेके जोड़ा कि बड़ सकाले संध्या मंदिर को जाइए क्षीर पेड़ी नड़िया बाढ़े मत गोटे सन्तान दियो मत गोटे पुओटे दे गोटे झीटे दियो शेष में ये अवस्था जो देखी तो बहुत आशा करती सकाल संध्या এটা बहुत दुख परिणाम मानसिक परिवर्तन करबा दरकार हमें सेही मन चिंतन करबा
ଯେଉଁମାନେ ଏଇଭଳି କାମ କରୁଛନ୍ତି ତ ସେମାନେ ପାଖରେ ଆମେ ପହଞ୍ଚିବା ନିହାତି ଭାବେ ପ୍ରଥମ ଅଭିଯାନ ଯେଉଁଥିରେ କି ଆମେ ସମସ୍ତେ ମାନେ ଯୋଉଠି କଲେଜ ଯାଉଛି ସେଠିକି ଯାଇ ଏମିତି ଆମେ ମାତୃ ଦିବସ ଭଳି ଆମେ ପାଳନ କରିବା ସହିତ ଆମେ କିଞ୍ଚିତ ମାତ୍ରାରେ ପରିବର୍ତ୍ତନ ଆଣିପାରିବା ଏଇଟା ମାତ୍ର ସନ୍ଦେହ। ଧନ୍ୟବାଦ ଆପଣ ଭାଇ, ଧନ୍ୟବାଦ ସମସ୍ତଙ୍କୁ। ଏତିକି କହିବା ବକ୍ତବ୍ୟ ଆଲୋଚନା ହେଇଛି ଆପଣଙ୍କର ଯୋଉ ପ୍ରୋବ୍ଲେମଟା ହେଇଛି ସେଇଟା ଆଉ ଆଜି ଦିନରେ ବି ଆମର ଆଡିସନାଲ କଲେକ୍ଟର ସାର୍ ତାଙ୍କୁ ମଧ୍ୟ ଆମେ ଯୋଗାଯୋଗ କରିଥିଲୁ ଏବଂ ବିଏସ୍ଓ ମ୍ୟାଡମ୍ ତାଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ ଯେହେତୁ ଶନିବାର ଏବଂ ରବିବାର ଦୁଇ ଦିନ ଛୁଟି ବିଶେଷ କିଛି କହିବି ଯେ ଜାଣିନଥିଲି ଗୋଟେ କଥା ସାର୍ କହିଥିଲେ ତ ଆପଣଙ୍କର ଯେଉଁ କାର୍ଯ୍ୟଶୈଳୀ ଯେଉଁ ଆଜି ଯେଉଁ ମାତୃ ଦିବସ ଉପରେ ଆମେ ଖାଲି ପରିଚୟ କହିବି ଯେ ମୁଁ ତ ଭଗବାନଙ୍କୁ ସର୍ବପ୍ରଥମେ ଆଗ ନିବେଦନ କରିବି ଆପଣଙ୍କ ଭଳି ସନ୍ତାନ ସବୁ ମା କୋଳରେ ଦିଅନ୍ତୁ। ମୁଁ ବିଶେଷ କହିପାରିବି ମୁଁ ଭାବନା ଜଣାଇଲେ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଆପଣମାନଙ୍କ ସଂସ୍ଥା ଟିକେ ଆଗକୁ ଉନ୍ନତି କରୁ ଏବଂ ଏଇଭଳିଆ କାର୍ଯ୍ୟକ୍ରମ ନିବେଦନ ଧନ୍ୟବାଦ। ହଁ ନିଜକୁ ଭଲ ମନେ କରୁଛି ଯେ ଆଜି କିଛି ଲୋକ ମା ବାପା ଏଠି ତେର ଅଛନ୍ତି ସେମାନେ କହୁଛନ୍ତି ଆମର ମା ବାପା ତାଙ୍କ ସହିତ ଆମେ ଚାଲିଚଳା କରୁଛୁ ସେ ସବୁ ବି ବାପା ମାଆଙ୍କୁ ଦେଇଛନ୍ତି। ସେଥିପାଇଁ ମୁଁ ଧନ୍ୟବାଦ ବାପା ମାଆଙ୍କୁ ଦେବି। ଆଉ ଏଇ ଯେଉଁ ଆମର ଯୁବଦଳୀ ଆଉ ଯୁବ ସଂଘ ଯେଉଁଭଳି ବାପା ମାଆଙ୍କ କ୍ରିୟା ନେଉଛନ୍ତି ସେମାନଙ୍କୁ କୋଟି ପ୍ରଣାମ। ତ ଆଜି ସେମାନେ ଆମକୁ ସୁଯୋଗ ଦେଇଛନ୍ତି ବାପା ମାଆଙ୍କର ଆମକୁ ଦର୍ଶନ କରିବାକୁ। ତ କୋଟି କୋଟି ପ୍ରଣାମ କଲେ ବି ଆମ ପାଖରେ ଆମେ କେବଳ ଗୋଟେ ମାଧ୍ୟମ ଆମେ ଗୋଟେ କେବଳ ଗୋଟେ କଥା ହେବା ତ ଏଇ ମାତୃ ଦିବସର କିଛି ଫଳ ହେଇପାରିବ। ଯେହେତୁ ଆମେ ତାଙ୍କ ସହିତ ମିଶିକି ଆକର୍ଷିତ ହେଇକି ତାଙ୍କ କଣ ସେମାନଙ୍କର ଦରଟା ଶୈଳୀ ଆମକୁ ଦେଖୁଛେ ତାଙ୍କ ଫିଲ୍ମ କଣ ଆମମାନଙ୍କର ବାପାମାନଙ୍କର ଯେଉଁ ଦାୟିତ୍ୱ କରୁଛନ୍ତି ତାଙ୍କୁ ଜୀବନକର୍ମୀ ନମସ୍କାର। ପ୍ରଥମେ ସିଏ ସେମାନଙ୍କ ସହିତ ବିଶ୍ୱାସ କରିବାର ସଭାପତି ଉପସଭାପତି ଏହି ସୁଯୋଗ ଦେଇଥିବାରୁ ମୁଁ ପ୍ରତ୍ୟେକଙ୍କୁ ହୃଦୟ ସହିତ ଧନ୍ୟବାଦ କରିବା। ଯେପରି ଆମମାନଙ୍କର ମ୍ୟାଡ଼ାମ୍ କହୁଥିଲେ ମାତୃ ଶବ୍ଦ ଆମମାନଙ୍କର ମାନେ ତାର ସଂଜ୍ଞା ବର୍ଣ୍ଣନା କରିପାରିବା ନାହିଁ। ଯେତେବେଳେ ସେ ଜାଣେ ପଚାରିଲେ ଜଗତରେ ଆନନ୍ଦ ଲାଗୁଛି। ଆଉ ଏବେ ସେବା ବାପା ମା ଶିକ୍ଷା ପାଇବାକୁ ଯାଇଛି ବାପା ମା ସେବା କରିବେ। ଆଉ ଏବେ ବ୍ୟବସାୟ ଆଉ ଏଇଟା ମୁଁ ନିଜେ ଜାଣି ସେ ବିଷୟରେ ଆଉ ସମାଜରେ ବି ଏ ବିଷୟରେ ମୁଁ ଜଣେଇଛି। ଆଉ ଆପଣ ଚଲେଇଛନ୍ତି ସେ ବିଷୟରେ ମୁଁ
କିଛି ଶିକ୍ଷା ଦେଲେ ଆଉ ଧନ୍ୟବାଦ ଦିଏ ଏହି ଅନୁଷ୍ଠାନକୁ ମଧ୍ୟ ଏମିତି ଅବସ୍ଥାରେ ଜଣେ ଜଣର ପୁଅମାନଙ୍କୁ ଦେଖି ତା ବାବା ମାମାନଙ୍କୁ ପଚାରନ୍ତି ଆଉ ଲୁଗା ପଞ୍ଜାବୀ ଦିଅନ୍ତି ନାହିଁ ସେ ସମୟରେ ଅନୁଷ୍ଠାନ ଏତେ ସୁନ୍ଦର ଭାବରେ ଖାଇବା ପିଇବା ମେନୁ ଚାର୍ଟ ଦେଖୁଛି କେତେବେଳେ ଭାତ ଡାଲି ଚିକେନ୍ କେତେବେଳେ ଶାଗ ଡାଲି ସବୁବେଳେ ଖାଦ୍ୟ ବିଷୟ ବହୁତ ଆନନ୍ଦ ଲାଗେ ଆଉ ଏ ଅନୁଷ୍ଠାନକୁ ଆଶୀର୍ବାଦ ନାଇଁ ସେ କହିଲେ ମୋର ବାପା ଜଣେ ବସି ଯୋଉଟା ବସି ଆମକୁ ଖାଇବା ପାଇଁ ସବୁ କରୁଥିଲେ ଆମେ ସେବେ ପାଇ ଆମେ ଅଛି ଖାଇବା ପାଇଁ ବାପା ମୁଁ ଦେଖିଏ ମୋର ବାପା ଟିକେ ନାହିଁ ମୋର ମୋର ପଟେ ତେଲ ଦେଖା କରୁଛି ଖାଇବା ପାଇଁ ପିଇବା ପାଇଁ ସବୁ ମୋର କିଏ ନାହିଁ ମୋର ପୁଅ ଏଟା ସବୁ କରୁଛି ସେଥିପାଇଁ ମୋର ଅନୁରୋଧ ରହିବ ଯେଉଁ ମା ବାପା ଯେଉଁ ମା ଆମମାନଙ୍କୁ ବାଲ୍ୟକାଳରୁ ପଢ଼େଇ ଆମମାନଙ୍କର ସମସ୍ତ ଦାୟିତ୍ୱ ସମସ୍ତ ବିଷୟ ସେ ତୁଲାଇ ଅଛି ଏହି ବୃଦ୍ଧ ସମୟରେ ଆମମାନେ ତାଙ୍କୁ ଏପରି ଅସହାୟ ଅବସ୍ଥାରେ ନ ଛାଡ଼ି ଆମମାନଙ୍କର କର୍ତ୍ତବ୍ୟ ଅଛି ଯେ ସେମାନଙ୍କର ଯେପରି ସେମାନେ ଆମର କର୍ତ୍ତବ୍ୟ ତୁଲାଇଲେ ଆମମାନଙ୍କର ବି କର୍ତ୍ତବ୍ୟ ରହିଛି ସେମାନଙ୍କର କର୍ତ୍ତବ୍ୟ ଏହି ବୃଦ୍ଧ ସମୟରେ ଆମମାନେ ତୁଲାଇବା ଆବଶ୍ୟକ। ମାତୃ ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ତରଫରୁ ଆଉ ମେଡ଼ିସିନ୍ ଦେବା ପାଇଁ ଚାହେଁ ଆଉ ବିଶେଷ କରି ଆମେ ନିଜ ବାପା ମାଆଙ୍କୁ ପ୍ରେମ କରିବା ସ୍ନେହ କରିବା ଯେମିତି ସେମାନେ ଛୋଟବେଳରୁ ଆମକୁ ବଡ଼ କରିବା ପର୍ଯ୍ୟନ୍ତ ନିଜର ସମସ୍ତ ବିଷୟ ତ୍ୟାଗ କରି ଆମକୁ ସ୍ନେହ ପ୍ରେମ ଦେଇଛନ୍ତି ଆଉ ମଧ୍ୟ ସେମାନଙ୍କୁ ଥିବା ସମୟରେ ନିଜର କରିବା ନିଜ ପିଲାମାନଙ୍କୁ ନିଜ ସ୍ତ୍ରୀକୁ ସମସ୍ତଙ୍କୁ ଆମେ ପ୍ରେମ କରୁଛୁ ସେଥିପାଇଁ ସେମାନଙ୍କୁ ମଧ୍ୟ ଆମେ ପ୍ରେମ କରି ନିଜ ପାଖରେ ରଖିବା ଏହା ଆମର ସ୍ୱାମୀ ପରିବାର ଟିମ୍ ତରଫରୁ ମୋ ପରିବାର ସମସ୍ତଙ୍କୁ ଅନୁରୋଧ ମଝିକୁ ଅଟେ ଆନା ଦରକାର ବିସ୍କୁଟ ପରୁବାଙ୍ଗା ମୁରିଙ୍ଗା ନିଜୁ ଚିନି ଆନା ବେ ଖାନ୍ଦन राया दो खादी ना मामू जोहारी दर्शक बंधु टिकिनिकी खबर अधिक अपडेट पाई टिकिनिकी खबर को सब्सक्राइब लाइक और शेयर करने को भूलिए नहीं।